ମୁଁ ଆଜି ପଢ଼ଉଛି ଷଷ୍ଠ ଶ୍ରେଣୀର ସାହିତ୍ୟର ବିଷୟ ପଞ୍ଚମ ଅଧ୍ୟାୟ ନୀତିବାଣୀ। ଲେଖକ ହେଲେ ରାମକୃଷ୍ଣ ନନ୍ଦ, ଯିଏକି ଆମର ମାନେ ଆମେ ଛୋଟବେଳୁ ଆମେ ବି ପଢ଼ି ଯାଉଥିଲୁ ଛୋଟବେଳୁ। ଆହେ ଦୟାମୟ ବିଶ୍ୱ ବିହାଳି ଘେନ ଦୟା ବହି ଆମ, ସେଇ ଲେଖକ ଆକୁ ଲେଖିଛନ୍ତି ନୀତି ବଚନ। ବୁଝିପାରୁଛ? ସାଧୁ ଜନ ପୁଣ୍ୟ ସଦୁପଦେଶ, ମୂର୍ଖେ ନ ବୁଝେ ତାର ମରମ ଲେଶ। ସାଧୁ ଜନମାନଙ୍କର ଯେଉଁ ହେଲା ଯେଉଁ ଉପଦେଶ ଏସବୁ ରହିଛି ହେଲା, ତାକୁ ମୂର୍ଖମାନେ କେବେ ଗ୍ରହଣ କରନ୍ତି ନା। କମଳ ବାସ ଯଥା ସୁମନହର, ଭେକ କି ବୁଝେ କେବେ ସୁଗନ୍ଧ ତାର। କମଳ ବାସ ହେଲା ଯେଉଁ ପଦ୍ମ ଫୁଲର ବାସ ବା ଏସବୁ ଜିନିଷକୁ ହେଲା, ତାକୁ ଭେକ ମାନେ ବୁଝନ୍ତି ନାହିଁ। ଭେକ ହେଲା କିଏ ଏଠି ହେଲା, ସିଏ ତାର ବାସ୍ନା ଗ୍ରହଣ କରିବା ପାଇଁ ରାଜି ନୁହେଁ। ପର ଅଧୀନ ହୋଇ ରହେ ଯେ ପ୍ରାଣୀ, ଅସରନ୍ତି ଯାତନା ପାଏ ସେ ଯାଏ। ପର ଅଧୀନରେ ଯେଉଁ ଲୋକ ରହେ, ଯେଉଁ ପ୍ରାଣୀ ରହେ, ସେ ଅଶେଷ ଯାତନା ଭୋଗେ ନାହିଁ। ମନେକର ଗୋଟେ ଗାଈ ରଖିଛ ତମେ, ତାକୁ ତମ ଅନୁସାରେ ଖାଇବାକୁ ଦେବ, ତମ ଅନୁସାରେ ତାକୁ ପିଇବାକୁ ଦେବ, ତମ ଅନୁସାରେ ତାକୁ କ'ଣ କରିବ, ବାନ୍ଧିବ, ଟାଙ୍ଗିବ, ସବୁ କରିବ ନା ନାହିଁ। ସେମିତି ମନେକର ତମେ ଘରେ ଚାକର ରଖିଛ, ମଣିଷ ଚାକର, ତେଣୁ ତମେ କ'ଣ କରିବ ନା ସେଇ ଅନୁସାରେ ତାକୁ ବରାଦ କରିବ, ଏଇଟା କରିଦେ, ସେଇଟା କରିଦେ, ସେଇଟା କରିଦେ। ସେଇଟା ହେଲା ମଣିଷ ପାଇଁକି ବହୁତ ଯାତନା, କାହିଁକିନା ପର ଅଧୀନ ସେ ରହିଲା। ହାତୀ ପରାଏ ଜନ୍ତୁ ବନ୍ଧନେ ପଡ଼ି, ଜୀବନେ ଡରୁଥାଏ ଅଙ୍କୁଶ ବାଡ଼ି। ଏତେ ବଡ଼ ଦେଖୁଛ ମଣିଷ ଅଧୀନରେ ଯେଉଁ ହାତୀଟା ରହିଯାଏ ନା ନାହିଁ, ସିଏ ଡରେ କେମିତି ମଣିଷକୁ ନା ତା ଅଙ୍କୁଶ ବାଡ଼ିକୁ। ଅଙ୍କୁଶ ବାଡ଼ି ମାନେ ଗୋଟେ ଏଡ଼ି ବଡ଼ ବାଡ଼ି ବାଗିଆ, ତା ଦେହରେ ଗୋଟେ ଲୁହା କଣ୍ଟାଟା ଏମିତି ବୁଲା ହେଇକି ରହିଥାଏ ହେଲା। ଯେତେବେଳେ ସିଏ ତା କଥା ନ ମାନିବ ହେଲା, କିଏ କହିଲ? ହଁ, ତେଣୁ ସିଏ ତା କାନ ଯେଉଁ ନରମ ଅଂଶକୁ ସେ ମାଉଁସ କ'ଣ କରିବ ନା ଫୁଟେଇ ଦେବ, ତାକୁ ଯେଉଁ ଅସହ୍ୟ ଯନ୍ତ୍ରଣା ହେବ। ତେଣୁ ସେ ତା କଥା ବା ବୋଲ ମାନିବା ପାଇଁ ସେ ରାଜି। ଏତେ ବୁଝିପାରିଲ? ତେଣୁ ତମେ ଯେମିତି ମନେକର ତମେ ପାଠ ପଢ଼ୁନ, ମୋ ପରାଧୀନରେ ରହିଛ, ମୁଁ ଯାଇ ଦୁଲଦାଲ କଷି ଦେଉଛି କି ଟାଣ ଟାଣ କଥା କହୁଛି, ଏଇଆ କହୁଛି ନା ନାହିଁ। ତେଣୁ ତମେ ପର ଅଧୀନ ନାହିଁ, ଆମେ ତମକୁ ଶିକ୍ଷା ଦେଉଛୁ ହେଲା, ଭଲ ବାଟରେ ଯିବା ପାଇଁ କି ହେଲା, ଭଲ କାମ କରିବା ପାଇଁ ହେଲା। ଦେଶ ଶୁଣ, ଦେଶ ଜିଣିଲେ ରାଜା ଲୋଭଇ କ୍ଷତି, ବୀର ସମର ଜିଣି ରଖେ କିରତି। ଦେଶ ଯେଉଁ ଗୋଟିଏ ରାଜ୍ୟକୁ ରାଜ୍ୟ ଆଗେ ସବୁ କିଏ ରାଜାମାନେ ଥିଲେ, ସେଇ ସମୟରେ କ'ଣ କରୁଥିଲେ ରାଜା ନା ନାହିଁ, ରାଜ୍ୟ ଜୟ କରୁଥିଲେ। ତେଣୁ ସେ କୀର୍ତ୍ତି ଅର୍ଜନ କରୁଥିଲେ। ଯେମିତି ଆମର ଐର ଖରାବଳ ନାହିଁ, ଅଶୋକ ନାହାନ୍ତି ଆମର ଭୁବନେଶ୍ୱରରେ କେଉଁ ଜାଗାରେ ହେଇଛି, ଅଶୋକ କେମିତି ଚଣ୍ଡାଶୋକରୁ ଧର୍ମାଶୋକ କେମିତି ହେଲା, ସିଏ ସେମିତି ଗୋଟିଏ ପରେ ଗୋଟିଏ ରାଜ୍ୟ ଜୟ କରି ଚାଲିଥିଲା। ବୁଝିପାରୁଛ? ଜୟ କରି କରି ଆଇଲା। ସେ ଏମିତି ଆମର ଦୟା ନଦୀ ପାଖରେ ଏତେ ଜୋର ଯୁଦ୍ଧ ହେଲା ଯେ ଖାଲି ମଣିଷ ଦୟା ନଦୀରେ ଖାଲି ରକ୍ତର ସୁଅ ଚାଲିଲା। ବୁଝିପାରୁଛ? ରକ୍ତ ସୁଅ ଚାଲିଲା ମାନେ ଏତେ ହଣାକଟା ତାଙ୍କର ହେଲେ ରାଜ୍ୟ ଭିତରେ ସୈନ୍ୟ ଏମାନଙ୍କ ସହିତ। କ'ଣ ହେଲା ନା ସେଠି ଚାଲିଲା ସୁଅ। ନିଜ ହୃଦୟ ପାରଇ ଜେଣି ସଂସାରେ, ସେଇ ବୀର ମକୁଟ ରାଣୀ। ଯିଏ ନିଜର ହୃଦୟକୁ ଜାଣିପାରେ ବା ଅନ୍ୟର ହୃଦୟକୁ ଜାଣିପାରେ, ସେ ସଂସାରରେ ବୀର ମକୁଟ ଗିଣିକି ରହେ। ଯେ ପରକୁ ବୁଝିପାରେ, ପର ଭଲ ମନ୍ଦ ଜାଣିପାରେ। ବୁଝିପାରୁଛ? ଥିଲେ ହେ ପୁରୀ ରୂପ ରଙ୍ଗ ସୁବାସେ, ଚମକ କୁସୁମେ କି ଭ୍ରମର ବାସେ। ରୂପ ରଙ୍ଗ ଯାହା ଥିଲେ ସୁବାସ ନଥିବ, କେବେ ଭ୍ରମଣ ଯିବ ତା ପାଖକୁ, ଭ୍ରମର ହେଲା। ମହକ ଯେଣୁ ତାର ଅତ୍କୁଟ ଉତି, ଭ୍ରମେ ଭ୍ରମର ଦିନ ସେ ନ ଯାଏ କତି ହେଲା। ଉତ୍କୁଟ ହେଲେ ସେ ଭ୍ରମର ତା ପାଖକୁ କେବେ ଯିବ ନାହିଁ। କୋଟି ଗୁଣ ମଧ୍ୟରେ ଗୋଟିଏ ଦୋଷ, ସୁଧା କଳେ ସେ ବିଷ ବିଦୁ ସଦୃଶ। ତେଣୁ ଏଇ ନୀତି ଶିକ୍ଷାଟା ଆମର ରାମକୃଷ୍ଣ ନନ୍ଦ ଲେଖିଛନ୍ତି। ବୁଝିପାରୁଛ? ରାମକୃଷ୍ଣଙ୍କର ଜନ୍ମ ହେଲା କଟକ ଜିଲ୍ଲା ଗୋବିନ୍ଦପୁର ଅନ୍ତର୍ଗତ ବାଇରୋଇ ଗ୍ରାମରେ। ସେ ଜଣେ ବିଶିଷ୍ଟ ଶ୍ରୀ ସାହିତ୍ୟିକ, ପାଷ୍ଟ୍ୟ ଋତକ ରଚିତା ଆହେ ଦୟାମୟ ବିଷୟଟି ତାଙ୍କର ରଚିତ। ଏହା ବ୍ୟତୀତ ପ୍ରତିଧ୍ୱନି, ସଂଗ୍ରାମ ଓ ସାଧନା, ବିଜ୍ଞାନ କୁହୁକ, ଜୀବନ ତରଙ୍ଗ, ସୁନା ପାହାଚ, ଝୁମୁକା ଆଦି ପୁସ୍ତକ ରଚନା କରିଥିଲେ। ଝୁମୁକା କବିତା ସଂକଳନ ପାଇଁ ସେ ଓଡ଼ିଶା ସାହିତ୍ୟିକ ଏକାଡେମୀ ପୁରସ୍କାର ପାଇଥିଲେ। ନୀତି ବଚନ କବିତାଟି ଝୁମୁକା କବିତାରୁ ଆକଳନ, ଏଇ ଯେଉଁ ନୀତି ବଚନଟା ହେଇଛି ଝୁମୁକା କବିତା ଦେହରୁ ଆସିଛି ହେଲା, ଆଧରେ ଲେଖା ହେଇଛି।
ହେଲା। ଏଥର ତୁମର ମୁଁ ଯାହା ବୁଝେଇଲି ତାକୁ ଗଦ୍ୟ ଆକାରରେ ଲେଖେଇକି ଆଣ ମୁଁ ଦେଖିବି।